ବାର ମାସରେ 13 ପର୍ବ। ଏଇଟା ଆମର ଭାରତରେ 12ଟା ମାସରେ 13ଟା ପର୍ବ ଅଛି। ଲୋକ ପାଳନ କରୁଛନ୍ତି ଆଉ ପାଳନ କରିକି ବହୁତ ଖୁସି ବାସିରେ ରହୁଛନ୍ତି। କିନ୍ତୁ ଏବେ ରିସେଣ୍ଟଲି ଯୋଉଠି ରଥଯାତ୍ରା ଆସିଛି, ରଥଯାତ୍ରାରେ ଲୋକ କଣ ପାଇଁ ରଥକୁ ଯାଆନ୍ତି? ବଡ ଦାଣ୍ଡକୁ କଣ ପାଇଁ ଯାଆନ୍ତି? ଭଗବାନଙ୍କୁ ଦର୍ଶନ କରିବା ପାଇଁ। ଭଗବାନଙ୍କୁ ଦର୍ଶନ କରି ସାରିଲା ପରେ ସେମାନେ ନିଜ ନିଜ ଘରକୁ ଫେରନ୍ତି। କିନ୍ତୁ ଆମେ ଯାଉଛୁ ସତ ରଥଯାତ୍ରାକୁ, ରଥଯାତ୍ରାକୁ ଯାଇକି ଆମେ କଣ ଶିକ୍ଷା ପାଉଛୁ ସେଠି? ହଁ, ଗଲୁ, ଦୂରରୁ ଆମେ ଭଗବାନ ଦେଖିଦେଲୁ, ମୁଣ୍ଡିଆଟେ ମାରିଲୁ, ତାପରେ ପୁଣି ଘରକୁ ଆସିଲୁ। କିନ୍ତୁ ଶିକ୍ଷା କଣ ପାଇଲୁ ଆମେ ସେଇଠି? ଆମେ ଯାଉଛେ, ଯାଇକି ମୁଣ୍ଡିଆ ମାରି ଦେଇକି ଦର୍ଶନ କରିଦେଇକି ପଳେଇ ଆଉଛୁ, କିନ୍ତୁ ଶିକ୍ଷା କଣ ପାଇଲୁ ଆମେ ସେଠି? କଣ ଶିକ୍ଷା ପାଇଲୁ? ଶିକ୍ଷା କିଛି ନୁହଁ। ଏଇଟା ମତେ ଖରାପ ଭାବନ୍ତୁ କି ଭୁଲ ଭାବନ୍ତୁ, ଯାହା ଭାବୁଛନ୍ତି ଭାବନ୍ତୁ, ଶିକ୍ଷା ସେଇଠି କିଛି ବି ନୁହେଁ। ଶିକ୍ଷା ଗୋଟେ ଶିକ୍ଷା ସେଇଠି ମିଳୁଛି, ସେଇଟା ମୁଁ ଏ ଭିଡିଓରେ ଦେଖେଇବି। ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖ। ତମେ ଭିଡିଓ ଦେଖି ସାରିଲା ପରେ ମୁଁ ଆହୁରି କିଛି କହିଛି, ସେଇଟାକୁ ବି ଦେଖିନିଅ ମୁଁ କଣ ପାଇଁ କହୁଛି ଏଇଟା। ଦେଖିଲ, ଏଇଟା ହେଲା ଶିକ୍ଷା। ଆରେ ଏ ଶିକ୍ଷା, ଏ ଭାଷା ଗୁଡାକ ଯୋଉ ତମମାନେ କହୁଛ, ଏଇଟା ସେ ଭାଷା କାଢିକି ଯୋଉ ଜଗନ୍ନାଥ ତାର ସମୟରେ କଣ କରିଥିଲା, କଣ କରୁଥିଲା, ସେଇଟା ଶିକ୍ଷା ଦିଅ, ଲୋକ ଜାଣିବେ। ବୁଝିଲ? ଏଇ ଯୋଉ ଭାଷା ଗୁଡା କହୁଛ, ଏଇଟା କଣ ଭଗବାନ? କୌଣସି ଧର୍ମରେ ଏମିତି ଭାଷା କହିବା ପାଇଁ କୌଣସି ଭଗବାନ କହିନାହିଁ। ହେଲେ କିନ୍ତୁ ଏଇ ରଥଯାତ୍ରାରେ ହିଁ, ଏଇ ରଥରେ ହିଁ ଏମିତି ଭାଷା କଣ ପାଇଁ କୁହା ହଉଛି? ଟିକେ ମାଇଣ୍ଡକୁ ନେଇଛ? ଆଜି ଯାଇ କିଏ ଜାଣିଛ ଜଗନ୍ନାଥ କୋଉ ଭଳିଆ ବଡ ହେଲା, କେମିତି ରହିଲା, କିଏ ଜାଣିଛ? କାହିଁ ସେଇଟା ତ କାହିଁ କାହାକୁ ଶିକ୍ଷା ଦଉନ? ଖାଲି ଭାଷା କାଢିକି ଲୋକକୁ ସେ ରଥରେ ଚଢିକି ଯୋଉ ଭାଷା କହୁଛ, ସତେ ଯେମିତି ନିଜ ଘରେ ମା ଭଉଣୀ ନଥିଲା ଭଳିଆ। ଭାଇ କଣ କରିବା, ଚାଲିଛି ଚାଲୁ ସେମିତି ଆଉ। କିନ୍ତୁ ମୋ ମତରେ ଏଇଗୁଡା ସବୁ ବନ୍ଦ ହବା ଦରକାର। ଗୋଟେ ଭଗବାନଙ୍କର ଯଦି ପର୍ବ ହଉଛି, ତାହେଲେ ଭଗବାନଙ୍କର ପ୍ରଚାର କରାଯାଉ ସେଠି। ଏଇ ଭଗବାନ କଣ କାମ କରିଥିଲା, ସେ କେତେ ଭଲ ଥିଲେ, ସେଇଟା ସେ ବିଷୟରେ କୁହାଯାଉ। ଏଇଭଳିଆ ଯୋଉ ଭାଷା କହିକି ଯୋଉ ରଥ ଟାଣୁନ, ଛି, କଣ ଶିଖିବେ ପିଲା ଗୁଡାକ?